ଚାହୁଁଛନ୍ତି ଏବଂ ସିଟି ବୁକ୍ ପଢ଼ିକି ଦେବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ହେଲ୍ପଫୁଲ୍ ରହିବ। ପ୍ରଥମେ ଆମେ ଓଡ଼ିଆ ଲାଙ୍ଗୁଏଜ୍ ଡିସ୍କସନ୍ କରିବା। ଦେଖିପାରୁଥିବେ ବଡ଼ ବଡ଼ ଲେଟରରେ ଆମର ଲେଖା ହେଇଛି ଓଡ଼ିଆ ଲାଙ୍ଗୁଏଜ୍ ବ୍ୟାକରଣ ବିଭାଗ। ତାହେଲେ ଆମେ ପ୍ରଥମେ ରୂଢ଼ି ଓ ଲୋକବାଣୀ ପଢ଼ିବା। ଆପଣମାନେ ନିଜେ ମଧ୍ୟ ଦେଖିକି ପଢ଼ିପାରିବେ, ତେଣୁ ମୁଁ କେବଳ ସର୍ଟରେ ହିଁ କହିବି। ପ୍ରଥମେ ଆମେ ଜାଣିବା ରୂଢ଼ି କାହାକୁ କୁହାଯାଏ। ଦେଖିପାରୁଥିବେ ରୂଢ଼ି କାହାକୁ କୁହାଯାଏ ନା କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢ଼ି କୁହାଯାଏ। ତାହେଲେ ରୂଢ଼ି ଆମର ଓଡ଼ିଆ ଭାଷାରେ ପ୍ରଚଳିତ ରୂଢ଼ି ପ୍ରୟୋଗର 3ଟି ଧାରା ପରିଲକ୍ଷିତ ହୁଏ। କେତୋଟି? 3ଟି। ତାହେଲେ କ'ଣ କ'ଣ ନା କ୍ରିୟାହୀନ ରୂଢ଼ି, କ୍ରିୟାଯୁକ୍ତ ରୂଢ଼ି, ତୁଳନାତ୍ମକ ରୂଢ଼ି। କ୍ରିୟାହୀନ ରୂଢ଼ି। କ୍ରିୟାହୀନ ରୂଢ଼ିରେ କ'ଣ ହୋଇଥାଏ ନା ପଦ ସଂଗତିରେ କ୍ରିୟାପଦ ନଥାଏ। କ୍ରିୟାଯୁକ୍ତ ରୂଢ଼ିରେ ପଦ ସଂଗତିରେ କ୍ରିୟାପଦ ଥାଏ। ଆଉ ତୁଳନାତ୍ମକ ରୂଢ଼ିରେ ପଦ ସଂଗତିରେ ଉପମାବାଚକ ଶବ୍ଦ ବ୍ୟବହାର ଦେଖାଯାଏ। ତ ଦେଖିପାରୁଥିବେ ପ୍ରଥମେ ଆମର କ୍ରିୟାହୀନ ରୂଢ଼ି ଦେଇଛି। ତା ମାନେ ଆମର ଏଇ ପଦ ସଂଗତିରେ କ୍ରିୟାପଦ ନଥିବ। ତାହେଲେ ଅନ୍ଧର ଲଉଡ଼ି, ଅସହାୟର ସହାୟ, ଅନ୍ଧ ବୁଝାମଣା, ଅନ୍ୟାୟ ବିଚାର। ଦେଖିପାରୁଥିବେ। ତାହେଲେ ଇଏ ମଧ୍ୟ କ୍ରିୟାହୀନ ରୂଢ଼ି। ଦେଖିପାରୁଥିବେ ସେକେଣ୍ଡ ଆମର କ୍ରିୟାଯୁକ୍ତ ରୂଢ଼ି। ଅହନ୍ତା ରଖିବା ବା ଅକଷ ରଖିବା ହେଉଛି ପ୍ରତିହିଂସା ମନୋଭାବ ପୋଷଣ କରିବା। ଅନ୍ଧାରକୁ ଟେକା ପକେଇବା, ଅନ୍ଧାରରେ ବାଡ଼ି ବୁଲାଇବା। ଇଏ ହେଉଛି ଆମର ଅନୁମାନ କରିବା। ଦେଖିପାରୁଥିବେ କ୍ରିୟାଯୁକ୍ତ ରୂଢ଼ି। ଏସବୁ ହେଉଛି ଆମର କ୍ରିୟାଯୁକ୍ତ ରୂଢ଼ି। ଏବେ ଆସିଲା ଆମର ତୁଳନାତ୍ମକ ରୂଢ଼ି। ତୁଳନାତ୍ମକ ରୂଢ଼ି ଦେଖେ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା। ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରୁଥାଏ। ଦେଖୁଥିବେ ତୁଳନାତ୍ମକ ରୂଢ଼ିରେ ଆମର ଉପମା ବାଚକ ଶବ୍ଦ ଲାଗିଛି। ଉପମା ବାଚକ ଶବ୍ଦ କେଉଁଗୁଡ଼ା ଜାଣିଥିବେ ଆପଣମାନେ? ପରି, ଭଳି, ପରିଦୃଶ୍ୟ, ତୁଲ୍ୟ, ସଦୃଶ, ଯେପରି, ଯଥା। ଯେଉଁଠି ଲାଗିଥିବ ସେ ହେଉଛି ଆମର ଉପମା ବାଚକ ଶବ୍ଦ। ସେଗୁଡ଼ା ହେଉଛି ଆମର ଉପମା ବାଚକ ଶବ୍ଦ। ପରି, ଭଳି, ତୁଲ୍ୟ, ସଦୃଶ, ଯେପରି, ଯଥା। ଏଗୁଡ଼ା ହେଉଛି ଆମର ସବୁ ଉପମା ବାଚକ ଶବ୍ଦ। ଏ ହେଉଛି ଆମର ତୁଳନାତ୍ମକ ରୂଢ଼ି। ତାପରେ ଆସିଲା ଆମର ଲୋକବାଣୀ। ଦେଖିପାରୁଥିବେ ଲୋକବାଣୀ। ଦଇବ ଦଉଡ଼ି ମଣିଷ ଗାଇ, ଯେଣିକି ଟାଣଇ ତେଣିକି ଯାଇ, ବିଧି ନିର୍ଦ୍ଦେଶରେ ମଣିଷ ପରିଚାଳିତ। ଧାନ ପେଟରୁ ବାଳୁଙ୍ଗା ଜାତ, ଗୁଣବତୀ ମା ଠାରୁ କୁପୁତ୍ର ଜନ୍ମ। ଧୀର କଥାରେ ବୈରୀ ବଶ, ନମ୍ର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ବଶୀଭୂତ ବା ନିଜର କରିହୁଏ। ଇଏ ଥିଲା ଆମର ଲୋକବାଣୀ। ଏ ସବୁ ଦେଖିପାରୁଥିବେ ଇଏ ହେଉଛି ଆମର ଲୋକବାଣୀ। ଇଏ ଲୋକବାଣୀ। ତାହେଲେ ଆମେ ଯେଉଁ ଦେଖିଲେ ରୂଢ଼ି, ଲୋକବାଣୀ, ଇଏ କେବଳ ଖାଲି ସିଟି ଏଣ୍ଟ୍ରାନ୍ସ ପଡ଼େ ତାହା ନୁହେଁ। ତମେ ଦେଖିବ ଓଡ଼ିଶା ପୋଲିସ ଏକ୍ଜାମ୍ ଦେବ କି କନଷ୍ଟେବଲ ହେଉ, ବିଡ଼ି ଏଣ୍ଟ୍ରାନ୍ସ ହେଉ ବା ଆର୍ଆଇ, ଅମିନ, ଅଙ୍ଗନବାଡ଼ି ସୁପରଭାଇଜର ଯାହା ବି ହେଉ ସବୁଥିରେ ଦେଖିବ ତମେମାନେ ଏଇ ଆମର ରୂଢ଼ି ନିଶ୍ଚୟ ସବୁଥିରେ ଆସିଥିବ। ତେଣୁ ଖାଲି କେବଳ ସିଟି ଏଣ୍ଟ୍ରାନ୍ସ ନୁହେଁ, ସବୁ ଏଣ୍ଟ୍ରାନ୍ସ ମଧ୍ୟ ଏଇ ଓଡ଼ିଆ ଲାଙ୍ଗୁଏଜ୍ ଦେଖିବ 3, 4ଟା 5ଟା ଯାହା ବି ହେଉ ଆମର ରୂଢ଼ି ନିଶ୍ଚୟ ଆସିଥିବ। ତେଣୁ